ନମସ୍କାର ଦର୍ଶକ ବନ୍ଧୁ ଓଡ଼ିଶା ପୋଲିସ କନେଷ୍ଟବଳ ରିକ୍ୱାରମେଣ୍ଟ 2025 ଯାହାକି 4219 ଭ୍ୟାକେନ୍ସି ରହିଛି। ଏହି ନୋଟିଫିକେସନଟି ଆସିଅଛି ଅକ୍ଟୋବର 25 2025ରେ। କ'ଣ ରହିଛି ଅପଡେଟ୍, ଏଲିଜିବିଲିଟି କ୍ରାଇଟେରିଆ କ'ଣ ଅଛି, ସିଲେକ୍ସନ ପ୍ରୋସେସ କେମିତି ରହିବ, ଏକ୍ଜାମ ପ୍ୟାଟର୍ନ କେମିତି ଅଛି, ସାଲେରୀ କେମିତି ପାଇବେ ଆପଣମାନେ, ସମ୍ପୂର୍ଣ୍ଣ ଭାବରେ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ କରିକି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ କି ମୁଁ ଏମିତି ନୂଆ ନୂଆ ଅପଡେଟ୍ ଦେଲେ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଯେଉଁମାନେ ବି ପୋଲିସ କନେଷ୍ଟବଳ ପାଇଁ ଅପେକ୍ଷାରେ ଥିଲେ ତ ସେମାନଙ୍କ ପାଇଁ ବହୁତ ଖୁସି ଖବରଟିଏ। ଏହି ନୋଟିଫିକେସନଟି ଆସିଅଛି ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଦ୍ୱାରା। ଫର୍ଷ୍ଟ ନେମ୍ ରହିଛି କନେଷ୍ଟବଳ ଡିଷ୍ଟ୍ରିକ୍ଟ କ୍ୟାଡର। ଟୋଟାଲ ଭ୍ୟାକେନ୍ସି ରହିଅଛି 4219। ଜବ୍ ଲୋକେସନ ରହିଅଛି ଆକ୍ରସ୍ 30 ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା, ଡିଷ୍ଟ୍ରିକ୍ଟ ଯାକ ଡିଷ୍ଟ୍ରିକ୍ଟରେ ଜବ୍ ଲୋକେସନ ରହିବ। ଆପ୍ଲିକେସନ ମୋଡ୍ ରହୁଛି ଅନଲାଇନ୍ ମୋଡ୍ରେ ଆପଣମାନେ ଆପ୍ଲିକେସନ ଦେଇପାରିବେ। କେଉଁମାନେ ଏଥିରେ ଆପ୍ଲାଏ କରିପାରିବେ ଦେଖନ୍ତୁ, ବୋଥ୍ ମେଲ୍ ଆଣ୍ଡ ଫିମେଲ୍। ଅଫିସିଆଲ ୱେବସାଇଟଟି ରହିଛି odishapolice.gov.in। ତ ଇଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି ଦେଖନ୍ତୁ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଦଶମ ପାସ୍ କରିଛନ୍ତି କିମ୍ବା +2 ପାସ୍ କରିଛନ୍ତି ତାହେଲେ ଏଇ ଜବ୍ ପାଇଁ ଆପଣମାନେ ଇଲିଜିବୁଲ ହେଇପାରିବେ। ଆପଣମାନେ ଯଦି ଭଲ ଭାବରେ ଓଡ଼ିଆ ଲେଖିପାରୁଥିବେ ଏବଂ ପଢ଼ିପାରୁଥିବେ ତାହେଲେ ମଧ୍ୟ ଏଇ ଜବ୍ ପାଇଁ ଆପଣମାନେ ଇଲିଜିବୁଲ ହେଇପାରିବେ। ଲିମିଟ କ'ଣ ରହିଛି ଦେଖନ୍ତୁ ଦର୍ଶକ ବନ୍ଧୁ, 1/1/2025 ସୁଦ୍ଧା ମିନିମମ୍ ଏଜ୍ ହେଉଛି 18 ବର୍ଷ ଆଉ ମ୍ୟାକ୍ସିମମ୍ ଏଜ୍ ହେଉଛି 26 ବର୍ଷ। ମାନେ ଆପଣମାନେ 18ରୁ 26 ବର୍ଷ ଭିତରେ ଯଦି ଆପଣଙ୍କର ଏଜ୍ ହେଇଥିବ ତାହେଲେ ଆପଣମାନେ ଏହି ଜବ୍ ପାଇଁ ଇଲିଜିବୁଲ ହେଇପାରିବେ। ଏଜ୍ ରିଲାକ୍ସେସନ ରହୁଛି SC/BC କିମ୍ବା SC/ST ମହିଳାମାନଙ୍କ ପାଇଁ 5 ବର୍ଷ ଏକ୍ସଟେଣ୍ଡ ରହିଅଛି। ସିଲେକ୍ସନ ପ୍ରୋସେସ କ'ଣ ଅଛି ଦେଖନ୍ତୁ, ପ୍ରଥମେ ଆପଣମାନଙ୍କୁ ରିଟିନ୍ ଏକ୍ଜାମ ଦେବାକୁ ପଡ଼ିବ। ରିଟିନ୍ ଏକ୍ଜାମ ଦେଇ ସାରିଲା ପରେ ଆପଣମାନଙ୍କର ଫିଜିକାଲ ମେଜରମେଣ୍ଟ ଟେଷ୍ଟ ହେବ ବା ଫିଜିକାଲ ଟେଷ୍ଟ ହେବ। ତାପରେ ଆପଣମାନଙ୍କର ଫିଜିକାଲ ଏଫିସିଏନ୍ସି ଟେଷ୍ଟ ହେବ। ତାପରେ ରହିଛି ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ। ତାପରେ ରହିଛି ଆପଣଙ୍କର ମେଡିକାଲ ଏକ୍ଜାମିନେସନ। ରିଟିନ୍ ଏକ୍ଜାମଟି ଆପଣଙ୍କର ଅଫଲାଇନ୍ ମୋଡରେ ହେବ, ଯାହାକି OMR ବେସ୍ରେ ଆପଣଙ୍କର ଏକ୍ଜାମଟି ରହିଅଛି। ଡ୍ୟୁରେସନ ରହିଛି ଆପଣମାନଙ୍କୁ 120 ମିନିଟରେ ଡ୍ୟୁରେସନ ଦିଆଯାଉଛି ବା 2 ଘଣ୍ଟା ଆପଣମାନଙ୍କୁ ସମୟ ଦିଆଯିବ। ଟୋଟାଲ ମାର୍କସ ଯଦି ଦେଖିବା ଦେଖନ୍ତୁ 100 ମାର୍କ ଆସୁଅଛି। ତାପରେ ଟାଇପ ଅଫ ଏକ୍ଜାମ ତ ମଲ୍ଟିପୁଲ ଚଏସ୍ ଅଫ କ୍ୱେଶ୍ଚିନ୍ ବା MCQ, ଯୋଉଟା କି OMR ସିଟ୍ ବୋଲି କୁହାଯାଏ, ସେଇ ଟାଇପରେ ଆପଣଙ୍କର ଏକ୍ଜାମଟି ହେବ। ଦେଖନ୍ତୁ ମାର୍କ ଆପଣମାନଙ୍କୁ କିଭଳି ଭାବରେ ମିଳିବ, ପ୍ରତ୍ୟେକ କରେକ୍ଟ ଆନ୍ସରରେ ଯଦି ଆପଣମାନେ ଦଉଛନ୍ତି ତାହେଲେ ଆପଣମାନଙ୍କୁ 1 ମାର୍କ ମିଳିବ। ଆଉ ଯେଉଁମାନେ ବି ରଙ୍ଗ ଆନ୍ସର ଦଉଛନ୍ତି ତ ପ୍ରତ୍ୟେକ ଗୋଟିଏ ରଙ୍ଗ ଆନ୍ସରରେ 0.25 ମାର୍କ ଏଇଠି ମାଇନସ୍ ହେଇକି ଯିବ। ମାନେ ଆପଣମାନେ ଯଦି ବୁଝିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକ ଗୋଟେ କ୍ୱେଶ୍ଚିନ୍ରେ ଯଦି ଠିକ୍ ଆନ୍ସର ଦେଇ ଦେଉଛନ୍ତି ତାହେଲେ ଆପଣମାନଙ୍କୁ +1 ମାର୍କ ମିଳିଯିବ। ଆଉ ପ୍ରତ୍ୟେକ 4ଟି କ୍ୱେଶ୍ଚିନ୍ ଯଦି ଆପଣମାନେ ରଙ୍ଗ ଆନ୍ସର ଦଉଛନ୍ତି ତାହେଲେ ଆପଣମାନଙ୍କୁ -1 ମାର୍କ ହେଇଯିବ। ଯଦି ଆପଣମାନେ 4ଟି ଯାକ କ୍ୱେଶ୍ଚିନ୍ର ରଙ୍ଗ ଆନ୍ସର ଦଉଛନ୍ତି ତାହେଲେ -1 ମାର୍କ ହେବ। ତ ଏଇଭଳି ଭାବରେ ଆପଣଙ୍କର ମାର୍କିଂଟା ରହିଅଛି। ସବଜେକ୍ଟ କଥା ଯଦି ଏଇଠି କହିବା ତାହେଲେ ଆପଣମାନଙ୍କୁ କେବଳ ଓଡ଼ିଆ ଲାଙ୍ଗୁଏଜର ସବଜେକ୍ଟରେ ହିଁ ଓଡ଼ିଆ ଲାଙ୍ଗୁଏଜରେ ଆପଣମାନେ ଏକ୍ଜାମ ଦେଇପାରିବେ। ଆଉ ବାକି ଯେତିକି ବି ସବଜେକ୍ଟ ରହିଅଛି ତ ସବୁଯାକ ସବଜେକ୍ଟରେ ଆପଣମାନଙ୍କୁ ଇଂଲିଶ ଲାଙ୍ଗୁଏଜରେ ଦେବାକୁ ପଡ଼ିବ। ଫିଜିକାଲ ମେଜରମେଣ୍ଟ ଟେଷ୍ଟ ବା PMT କଥା ଯଦି କହିବା ତାହେଲେ ଦେଖନ୍ତୁ, ଜେନେରାଲ SC/BC ହେଲ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ହାଇଟ୍ ରହିଅଛି 168 ସେଣ୍ଟିମିଟର ଆଉ ଚେଷ୍ଟ ରହିଅଛି 79ରୁ 84 ସେଣ୍ଟିମିଟର। ୱେଟ୍ ରହିଅଛି ଆପଣଙ୍କର 55 kg। ଆଉ ମେଲ୍ SC/ST କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ହାଇଟ୍ ରହିଅଛି 163 ସେଣ୍ଟିମିଟର, ଚେଷ୍ଟ ରହିଅଛି 76ରୁ 81 ସେଣ୍ଟିମିଟର ଆଉ ୱେଟ୍ ରହିଅଛି 50 kg। ସେହିପରି ଭାବେ ଜେନେରାଲ SC/BC ଫିମେଲ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 158 ସେଣ୍ଟିମିଟର ହାଇଟ୍ ରହିଅଛି ଏବଂ ଚେଷ୍ଟ ତାଙ୍କର ଏଇଠି କିଛି ମେନସନ୍ ହେଇନି। ୱେଟ୍ ରହିଅଛି 47.5 kg, ମାନେ 47 କିଲୋରୁ ଆପଣଙ୍କର ୱେଟ୍ ରହିଅଛି। ଫିମେଲ SC/ST କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ହାଇଟ୍ ରହିଅଛି 153 ସେଣ୍ଟିମିଟର ଆଉ ୱେଟ୍ ରହିଅଛି 45 kg। ତାପରେ ରହିଅଛି ଫିଜିକାଲ ଏଫିସିଏନ୍ସି ଟେଷ୍ଟ। ଫିଜିକାଲି ଏଫିସିଏନ୍ସି ଟେଷ୍ଟ କଥା କହିଲେ ଦେଖନ୍ତୁ, ମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 1600 ମିଟର ରହିଛି, ଯାହାକି 6 ମିନିଟ୍ 30 ସେକେଣ୍ଡରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଆଉ ଲଙ୍ଗ ଜମ୍ପ କଥା କହିଲେ ଦେଖନ୍ତୁ, ଏଇଠି 12 ଫୁଟ ରହିଅଛି, ଯାହାକି
66 ମିଟର ଏବଂ ଫିମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 1600 ମିଟର ରହିଅଛି, ଯାହାକି ସେମାନଙ୍କୁ 8 ମିନିଟ୍ 30 ସେକେଣ୍ଡରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଆଉ ଲଙ୍ଗ ଜମ୍ପଟି ରହିଅଛି 8 ଫୁଟ, ଯାହାକି 2.75 ମିଟର। ତ ଆପଣମାନଙ୍କୁ 3ଟି ଆଟେମ୍ପ୍ଟ ଦିଆଯିବ, ତ ଆପଣମାନେ 3ଟି ଆଟେମ୍ପ୍ଟ ଭିତରେ କ୍ୱାଲିଫାଇ କରିବା ପାଇଁ ପଡ଼ିବ। ତାପରେ ଦେଖନ୍ତୁ ଏଇଠି ସାଲେରୀ କଥା ଯଦି କହିବା ତାହେଲେ ଆପଣମାନଙ୍କୁ 21,700ରୁ 69,100 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କ ସାଲେରୀଟି ରହିଅଛି। ତା ସହିତ ଏଥିରେ ଡିଏ ରହିଅଛି, ଏଚଆରଏ ରହିଅଛି, ମେଡିକାଲ ଆଲାଉନ୍ସ ରହିଅଛି, ପେନସନ ଆଣ୍ଡ ଅଦର ଗଭର୍ଣ୍ଣମେଣ୍ଟ ବେନିଫିଟ ମଧ୍ୟ ରହିଅଛି। ଏଇଥିରେ କିପରି ଆପଣମାନେ ଆପ୍ଲାଏ କରିପାରିବେ ଦେଖନ୍ତୁ, ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ରହିଅଛି। ଆପଣମାନଙ୍କୁ ଓଡ଼ିଶା ପୋଲିସ .gov.in ଏଇ ୱେବସାଇଟକୁ ଭିଜିଟ୍ କରିବା ପାଇଁ ପଡ଼ିବ। ତାପରେ ଆପଣମାନେ ଓଡ଼ିଶା ପୋଲିସ କନେଷ୍ଟବଳ ରିକ୍ୱାରମେଣ୍ଟ 2025 ଏହି ନୋଟିଫିକେସନଟିକୁ ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ଆପଣମାନଙ୍କୁ ପ୍ରଥମେ ଏଇଠି ଗୋଟେ ଆକାଉଣ୍ଟ କ୍ରିଏଟ୍ କରିବା ପାଇଁ ପଡ଼ିବ, ଯାହାକି ଆପଣଙ୍କର ଭ୍ୟାଲିଡ ଇମେଲ ଆଇଡି ଦରକାର ଏବଂ ମୋବାଇଲ ନମ୍ବର ଦରକାର। ତାପରେ ଆପଣମାନେ ଆପ୍ଲିକେସନ ଫର୍ମଟି ଫିଲ୍ଅପ୍ କରିପାରିବେ। ଆପଣମାନେ ଜାଣିପାରୁନାହାନ୍ତି କିପରି ଆପ୍ଲାଏ କରିବେ, ତାହେଲେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ମୁଁ ନିହାତି ଷ୍ଟେପ୍ ବାଇ ଷ୍ଟେପ୍ ଆପ୍ଲାଏ ପ୍ରୋସେସର ଭିଡ଼ିଓ ନେଇକି ଆସିଯିବି। ତ ଦର୍ଶକ ବନ୍ଧୁ, ଇଏ ଥିଲା ଆଜିର ସମ୍ପୂର୍ଣ୍ଣ ଅପଡେଟ୍। ଭିଡ଼ିଓଟି ଯଦି ପସନ୍ଦ ଆସିଥାଏ ତାହେଲେ ନିହାତି ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରୁନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ କି ମୁଁ ଏମିତି ନୂଆ ନୂଆ ଅପଡେଟ୍ ଦେଲେ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।